ହଁ ସେଟା ତ ବର୍ତ୍ତମାନ ବି ବୋର୍ଡ ଯୋଉ ଆସିଛି ଧରନ୍ତୁ ମଝିରେ ଆମର ବୋର୍ଡ ଯୋଉ ଆସିଲା ପରେ ଆମ ଭିତରେ ଟିକେ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ ହେଲା ଯୋଉ ସମୟଟା ମିଳିଲା ଯେ ଆମେ ସେ ଟିକେ କେସକୁସା ଲାଗିଲା ଯେ ଚେୟାରମ୍ୟାନ୍ ପାଇଁ ଭାଇସ୍ ପ୍ରେସିଡେଣ୍ଟ ପାଇଁ ଏମିତି ଟିକେ ଚାଲିଲା ପରେ ଯୋଉ ସମୟଟା ମିଳିଲା ସେ ଯୋଉ ସମୟ ଯୋଉ 6-7 ମାସ ବର୍ଷେ ମିଳିଲା ସେ ବର୍ଷ ଭିତରେ ମୋର ନଲେଜ ଯେତିକି ଅଛି ଦୁର୍ନୀତି ପ୍ରବଳ ହେଇଛି ଯୋଉଟାକୁ ବର୍ତ୍ତମାନ ସେମାନେ ଚାହୁଁଛନ୍ତି ସେ ଦୁର୍ନୀତିଟାକୁ ହଣ୍ଟ ଗୋଡ଼ିବା ପାଇଁ କିନ୍ତୁ ଆମେମାନେ ଆସିଲେ ଆମେ ତାକୁ ତାପରେ ଆପଣଙ୍କର ଯୋଉ ପୁଲିସ ହାଉସିଂ କି ଦିଆହେଇଥିଲା ଆମର ଟମାଟୋଟାକୁ ସେଠି ମଧ୍ୟ 13 କୋଟି ଟଙ୍କାର ଦେଇଥିଲେ ସେଠି ମଧ୍ୟ 7-8 କୋଟି ଟଙ୍କା ବାକି ଥିଲା ଆମକୁ ଦେବା ପାଇଁ ଆମେ ଆସିକିରି ଯାହା ବିଶ୍ୱରଞ୍ଜନ ମହାନ୍ତିକି ଆମେ ଧନ୍ୟବାଦ ଦେଉ ଚେୟାରମ୍ୟାନ୍ ଯେ ସିଏ ଆସିକିରି ସାଙ୍ଗେ ସାଙ୍ଗେ 3.5 କୋଟି ଟଙ୍କା ସେଠି ଦେଲେ ଆମକୁ 9 ମାସର ଦରମା ଦେଲେ ତା ଏବଂ ତାଙ୍କ ମାନେ ପ୍ରୋଭିଡେଣ୍ଟ ଫଣ୍ଡ ପଇସା ବାକି ଥିଲା ଯୋଉଟାକି ଆମର ବ୍ୟାଙ୍କ ଆଟାଚମେଣ୍ଟ ତାକୁ ମଧ୍ୟ ଦେଲେ ଦେଇ ସାରିଲା ପରେ ବର୍ତ୍ତମାନ ସେଠି ଆମେ ଲିଗାଲି ଚାଲିଲା ସେଟା ଲିଗାଲି ବର୍ତ୍ତମାନ ସେଠିକି ସେଟିଂ ହେଉଛି ଯେ ଆମେ ଯଦି ସେଠି ରହିବୁ ତାହେଲେ ସେଠି ଯୋଉ ତା ନାଁରେ ଘର ନେଇ ସେଠି ଘରକୁ ଘୋଟାଲା କରିବାକୁ ବସିଛନ୍ତି ସେଠି ନାଇଁ ଆମର ଆଜି ତ ଆମର ଗୋଟେ ମିଟିଂ ଡକା ହେଇଥିଲା ବୋର୍ଡ ଅଫ ଡାଇରେକ୍ଟର୍ସ ମିଟିଂ ଡକା ହେଇଥିଲା ଏବଂ ନୋଟିସ୍ ହେଇଥିଲା ଆମେ ଆଜି ଆସିଲା ବେଳକୁ ଦେଖିଲା ବେଳକୁ ଯେ ତାଲା ପଡ଼ିଛି କ'ଣ ଟିକେ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ ହେଇଥିଲା ଅଫିସିଆଲି ଆଉ ଯୋଉଟାକି ସେଦିନ ଠାରୁ ବନ୍ଦ କରିଛନ୍ତି ବୋଲି ମୁଁ ଶୁଣିଲି ଯୋଉଟାକି ଏଇଟା ଆଇନ ସମ୍ମତ ନୁହେଁ ଏଇଟା ପବ୍ଲିକ ଅଫିସ୍ ଏଠି ଆପଣ ଯଦି କିଛି ମିସଅଣ୍ଡରଷ୍ଟାଣ୍ଡିଂ ହେଲା ଆପଣ ତାକୁ ସମାଧାନ ବି କରିପାରିବେ କିଛି ଅସୁବିଧା ନାହିଁ ଯଦି ଆମମାନଙ୍କ ସହିତ କି ଡାଇରେକ୍ଟରମାନଙ୍କ ସହିତ କିଛି ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ ହେଲା ଆପଣ ତ ସମାଧାନ ନ କରି ଅଫିସ୍ ବନ୍ଦ କରିବାଟା ଠିକ୍ ନୁହେଁ ଏଇଟା ହନରେବୁଲ ସୁପ୍ରିମକୋର୍ଟର ବି ଗୋଟେ ଗାଇଡ଼ଲାଇନ୍ ଅଛି ଏବଂ ହାଇକୋର୍ଟର ମଧ୍ୟ ଗୋଟେ ଗାଇଡ଼ଲାଇନ୍ ଅଛି ଆଉ ଗଭର୍ଣ୍ଣମେଣ୍ଟ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ମଧ୍ୟ ଗୋଟେ ଗାଇଡ଼ଲାଇନ୍ ଅଛି ଅଫିସରେ ଗଭର୍ଣ୍ଣମେଣ୍ଟ ଅଫିସ୍କି ବନ୍ଦ କରିବାଟା ଇଲିଗାଲ ଏଇଟା ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ କ'ଣ ହେଇଥିଲା ହଁ ସେଟା ତ ବର୍ତ୍ତମାନ ବି ବୋର୍ଡ ଯୋଉ ଆସିଛି ଧରନ୍ତୁ ମଝିରେ ଆମର ବୋର୍ଡ ଯୋଉ ଆସିଲା ପରେ ଆମ ଭିତରେ ଟିକେ ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ ହେଲା ଯୋଉ ସମୟଟା ମିଳିଲା ଯେ ଆମେ ସେ ଟିକେ କେସକୁସା ଲାଗିଲା ଯେ ଚେୟାରମ୍ୟାନ୍ ପାଇଁ ଭାଇସ୍ ପ୍ରେସିଡେଣ୍ଟ ପାଇଁ ଏମିତି ଟିକେ ଚାଲିଲା ପରେ ଯୋଉ ସମୟଟା ମିଳିଲା ସେ ଯୋଉ ସମୟ ଯୋଉ 6-7 ମାସ ବର୍ଷେ ମିଳିଲା ସେ ବର୍ଷ ଭିତରେ ମୋର ନଲେଜ ଯେତିକି ଅଛି ଦୁର୍ନୀତି ପ୍ରବଳ ହେଇଛି ଯୋଉଟାକୁ ବର୍ତ୍ତମାନ ସେମାନେ ଚାହୁଁଛନ୍ତି ସେ ଦୁର୍ନୀତିଟାକୁ ହଣ୍ଟ ଗୋଡ଼ିବା ପାଇଁ କିନ୍ତୁ ଆମେମାନେ ଆସିଲେ ଆମେ ତାକୁ ସେ ଦୁର୍ନୀତି ଅଫିସରେ ଚାଲିଛି ଯୋଉମାନେ ଅଛନ୍ତି ଯୋଉମାନେ ଦାୟିତ୍ୱରେ ଅଛନ୍ତି ଦାୟିତ୍ୱରେ ବର୍ତ୍ତମାନ ତ ଚେୟାରମ୍ୟାନ୍ ତ ନାହାନ୍ତି ଦାୟିତ୍ୱରେ ଅଛନ୍ତି ବର୍ତ୍ତମାନ ଆପଣଙ୍କର ଜିଏମ୍ ଅଛନ୍ତି ଜେନେରାଲ ମ୍ୟାନେଜର ଅଛନ୍ତି ଆପଣଙ୍କର ମ୍ୟାନେଜର ଅଛନ୍ତି ଡେପୁଟି ମ୍ୟାନେଜର ଅଛନ୍ତି ଏମାନେ ଅଛନ୍ତି ଥାନାର ଅଭିଯୋଗ କ'ଣ ହେଇଛି ମୁଁ ସେଟା ଜାଣିନି ମୁଁ ଖାଲି ଏତିକି ଜାଣିଛି ସେ ଯୋଉ ଦୁର୍ନୀତିଟା ଚାଲିଛି ସେ ଦୁର୍ନୀତିକୁ ଘଣ୍ଟ ଘୋଡ଼ିବା ପାଇଁ ଆମେମାନେ ଆସିଲେ ମିଟିଂ କଲେ ବିଭିନ୍ନ ପ୍ରକାର ଇଲିଗାଲିଟି ଆମେ ଧରିବୁ ତେଣୁ ବହୁତ ଦୁର୍ନୀତି ହେଇଛି ଆପଣ ଦେଖନ୍ତୁ ବିଗତ ଦିନମାନଙ୍କରେ ମୁଁ ଗୋଟେ ପ୍ରେସ୍ କରିଥିଲି ଆପଣ ଦେଖନ୍ତୁ ସାଧାରଣ କଥାଟା ଦେଖନ୍ତୁ ଏଇଠି ଗୋଟେ ଘର ଅଛି ସେଠି ଗୋଟେ ଘର ଅଛି ଘରଟା ଆଜିକି 4 ମାସ ହେଲା ଯିଏ ଭଡ଼ା ଥିଲା ଏଇ ଅଫିସିଆଲ ଲୋକ ତାକୁ ନେଇକି ଭଡ଼ା ଦେଇଥିଲେ ତାପରେ 18 ଲକ୍ଷ ଟଙ୍କା ବାକି ଅଛି ତାକୁ ଦିନ ଦ୍ୱିପହରରେ ବସିକିରି ତାକୁ ହଟେଇ ଦେଲେ ସେ 18 ଲକ୍ଷ ଟଙ୍କା ସେ ଖାଇ ପଳେଇଲା ଆପଣ କୁହନ୍ତୁ ଏଇଟା ଗୋଟେ କ'ଣ ଦୁର୍ନୀତି ନୁହେଁ 18 ଲକ୍ଷ ଟଙ୍କା କାହାର କ୍ଷତି ହେଲା ହାଉସିଂ କର୍ପୋରେସନ କ୍ଷତି ହେଲା ତଦନ୍ତ ହଉନି ଆମେ ଆସିଲେ ତ ତଦନ୍ତ କରିବୁ ନା ଆମେ ଆସିଲେ ପୁଣି ବୋର୍ଡରେ ଗୋଟେ ରେଜୁଲେସନ ପାସ୍ କଲେ ଆମେ ଗୋଟେ ତଦନ୍ତ କରିବୁ ନା ହଉନି କରେଇ ଦେଖୁନାହାନ୍ତି ଦେଖନ୍ତୁ ଆପଣଙ୍କ ଆଗରେ ତ ଦେଖନ୍ତୁ ବନ୍ଦ ଅଛି ବୋର୍ଡ ମିଟିଂ କେମିତି କରିବୁ ସରକାରଙ୍କୁ ଆମେ ଜଣାଇଛୁ ଏବଂ ପୁଣି ଜଣାଇବୁ ଯେ ନିଶ୍ଚିତ ଭାବରେ ଜଣାଇବୁ ସରକାରଙ୍କୁ ଆମେ ଗୋଟେ ଅଭିଯୋଗ ଗୋଟେ ଆମେ ରେଜୁଲେସନ ପାସ୍ କରିବୁ ଗଭର୍ଣ୍ଣମେଣ୍ଟକୁ ଜଣାଇବୁ ଏବଂ ରେଷ୍ଟୁରାଣ୍ଟକୁ ଜଣାଇବୁ ଆମର କମିଶନକୁ ଜଣାଇବୁ ଚିଫ୍ ମିନିଷ୍ଟରଙ୍କୁ ଗାୟତ୍ରୀ ପଟ୍ଟନାୟକ ମ୍ୟାନେଜର ଚାର୍ଜ ଜଣେ ଅଛନ୍ତି ଆମର ପ୍ରଦୀପ ମିଶ୍ର ଅଛନ୍ତି ଆଉ ତେଣୁ ସେଇମାନେ ବର୍ତ୍ତମାନ ଯଦି ମିଟିଂଟା ହେଇଗଲା ତାଙ୍କର ସବୁ ଯାକ ଦୁର୍ନୀତି ପଦାରେ ପଡ଼ିଯିବ ମୋର ଯାହା ହେଉଛି ବର୍ତ୍ତମାନ ଆମର ଯୋଉ ଗୋଟେ ଟମାଟୋ ଆମର ଗୋଟେ ଘର ଅଛି ଯୋଉଟାକି ଆମେ ଆସିଲା ପରେ 23 ମସିହାରେ ଯେତେବେଳେ ଆମେ ଆସିଲୁ ବିଶ୍ୱରଞ୍ଜନ ମହାନ୍ତି ହେଲେ ସଭାପତି ଆମେ ଯେତେବେଳେ ଆସିଲୁ ଆପଣ ବିଶ୍ୱାସ କରନ୍ତୁ ଆସିଲା ବେଳେ ଲାଇବିଲିଟି ଜମା ଉପରେ 7-8 କୋଟି ଟଙ୍କା ମାନେ ଯାହା ଥିଲା 7-8 କୋଟି ଟଙ୍କା ପୁରା ଓପନ୍ ଲାଇବିଲିଟି ଥିଲା 9 ମାସର ଦରମା ପାଇନଥିଲେ ତା ପୂର୍ବରୁ ବିଶ୍ୱରଞ୍ଜନ ମହାନ୍ତି ଯେବେ ଆମେରିକା ଯେତେବେଳେ ଆସିଲୁ ତା ପୂର୍ବରୁ ମଧ୍ୟ ଗାୟତ୍ରୀ ପଟ୍ଟନାୟକ ଥିଲେ ଏଠି ଜିଏମ୍ ଥିଲେ ଏମ୍ଡି ଥିଲେ 9 ମାସର ଏମାନେ ଦରମା ପାଇନଥିଲେ ତାପରେ ଆପଣଙ୍କର ଯୋଉ ପୁଲିସ ହାଉସିଂ କି ଦିଆହେଇଥିଲା ଆମର ଟମାଟୋଟାକୁ
ସେଠି ମଧ୍ୟ 13 କୋଟି ଟଙ୍କାର ଦେଇଥିଲେ, ସେଠି ମଧ୍ୟ 7-8 କୋଟି ଟଙ୍କା ବାକି ଥିଲା ଆମକୁ ଦେବା ପାଇଁ। ଆମେ ଆସିକିରି ଯାହା ବିଶ୍ୱରଞ୍ଜନ ମହାନ୍ତିକି ଆମେ ଧନ୍ୟବାଦ ଦେଉ ଚେୟାରମ୍ୟାନ୍, ଯେ ସିଏ ଆସିକିରି ସାଙ୍ଗେ ସାଙ୍ଗେ 3.5 କୋଟି ଟଙ୍କା ସେଠି ଦେଲେ, ଆମକୁ 9 ମାସର ଦରମା ଦେଲେ। ଏବଂ ତାଙ୍କ ମାନେ ପ୍ରୋଭିଡେଣ୍ଟ ଫଣ୍ଡ ପଇସା ବାକି ଥିଲା, ଯେଉଁଟାକି ଆମର ବ୍ୟାଙ୍କ ଆଟାଚମେଣ୍ଟ ତାକୁ ମଧ୍ୟ ଦେଲେ। ଦେଇ ସାରିଲା ପରେ ବର୍ତ୍ତମାନ ସେଠି ଆମେ ଲିଗାଲି ଚାଲିଲା, ସେଟା ଲିଗାଲି ବର୍ତ୍ତମାନ ସେଟିଂ ହେଉଛି ଯେ ଆମେ ଯଦି ସେଠି ରହିବୁ ତାହେଲେ ସେଠି ଯେଉଁ ତା ନାଁରେ ଘର ନେଇ ସେଠି ଘରକୁ ଘୋଟାଲା କରିବାକୁ ବସିଛନ୍ତି। ସେଠି 3ଟା ଘର ଯେ ସେ ମାଲିକ ନୁହେଁ, ତାକୁ ମାଲିକ କରେଇ, ତାକୁ ଆପ୍ରୁଭାଲ କରେଇ ସେ 3ଟା ଘରକୁ ମାର୍କେଟରେ ବିକିବାକୁ ବସିଛନ୍ତି। ସେ ଏଇଠି ଅଛନ୍ତି, କରୁଛନ୍ତି, ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ ଦାୟିତ୍ୱରେ ଅଛନ୍ତି କରୁଛନ୍ତି। ତେଣୁ ଆମେ ତାକୁ ଏଇ ମିଟିଂଟା ହେଲେ ଧରିବୁ। ଆମେ ପ୍ରଥମ ଆମେ ଫାଷ୍ଟ ରେଜୁଲେସନ କରିଥିଲୁ ଯେ ସେଇ ଟମାଟୋଟାକୁ EOW କୁ ଦିଆଯାଉ, ଦେଲେନି। ଟାଳତୋଳ ନୀତି ଦେଲେନି, EOW ଧରା ପଡ଼ିଥାନ୍ତା, ଦେଲେନି। ତେଣୁ ଏଇସବୁ ପାଇଁ ସେମାନେ ବନ୍ଦ କରିଛନ୍ତି। ମିସ୍ଅଣ୍ଡରଷ୍ଟାଣ୍ଡିଂ ଆଜ୍ଞା ଘର କଲେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହୁଏ, ବଡ଼ କଥା ନୁହେଁ। ଅଫିସର ଇଏ ଦୁର୍ନୀତିକି ଲୁଚିବା ପାଇଁ ଇଏ ଚାଲିଛି। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।